ଅଦ୍ୟତା 17/9/2025 ବୁଧବାର ଦିବା 7 ଘଟିକାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଦର୍ଶନଗର CDA ସେକ୍ଟର 11 କଟକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ଅଭିଯାନର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ବିଦ୍ୟାଳୟ ସହିତ ଜଡ଼ିତ ଥିବା ଗୋଷ୍ଠୀ, ଅଭିଭାବକ, ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାର୍ଥୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଙ୍କୁ ନେଇ ଆସ ସ୍କୁଲ ଯିବା ଅଭିଯାନର ପଦଯାତ୍ରା ହୋଇଥିଲା। ଏହାର ସମସ୍ତ ଦାୟିତ୍ୱ ପରିବହନ କରିଥିଲେ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କଳ୍ପନା ମଞ୍ଜରୀ ରଥ। ଏହି ପଦଯାତ୍ରାର ଉଦ୍ଦେଶ୍ୟ ହେଲା, ଯେଉଁ ପିଲାମାନେ ପୂର୍ବରୁ ବିଦ୍ୟାଳୟରେ ନାମ ଲେଖାଇଥିଲେ କିନ୍ତୁ ଏବେ ପାଠପଢ଼ା ଛାଡ଼ି ଦେଇଛନ୍ତି, ସେମାନଙ୍କୁ ପୁଣି ଥରେ ବିଦ୍ୟାଳୟକୁ ଫେରାଇ ଆଣିବା। ଯେଉଁମାନେ କେବେ ବିଦ୍ୟାଳୟରେ ନାମ ଲେଖାଇ ନାହାନ୍ତି, ସେମାନଙ୍କୁ ବୟସ ଅନୁସାରେ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା। ବର୍ତ୍ତମାନ ବିଦ୍ୟାଳୟରେ ନାମ ଲେଖାଇଥିବା ପିଲାମାନେ ଯେପରି ଅଧାରୁ ପାଠପଢ଼ା ଛାଡ଼ିବେ ନାହିଁ ଏବଂ ବିଦ୍ୟାଳୟରେ ରହି ପାଠପଢ଼ା ଜାରି ରଖିବେ, ତାହା ସୁନିଶ୍ଚିତ କରିବା। ପିଲାମାନଙ୍କୁ ଶିକ୍ଷା ସହ ଯୋଡ଼ି ରଖିବା ପାଇଁ ସେମାନଙ୍କୁ ଆବଶ୍ୟକ ଅନୁଯାୟୀ ବିଶେଷ ସାହାଯ୍ୟ ପ୍ରଦାନ କରିବା। ଶିକ୍ଷା ଅଧିକାର ଆଇନ 2009 ଅନୁଯାୟୀ ପ୍ରତ୍ୟେକ ପିଲାମାନଙ୍କର ବିଦ୍ୟାଳୟରେ ପାଠ ପଢ଼ିବାର ଅଧିକାର ଅଛି। ଓଡ଼ିଶା ସରକାର ରାଜ୍ୟର ପ୍ରତ୍ୟେକ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ନେଇ ଲକ୍ଷ୍ୟ ରଖିଛନ୍ତି। ଆସ ସ୍କୁଲ ଯିବା ଅଧାରୁ ପାଠ ଛାଡ଼ିଥିବା, ଆଦୌ ନାମ ଲେଖାଇ ନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟବ୍ୟାପୀ ଅଭିଯାନ କରିବା। ବିଦ୍ୟାଳୟରେ 100% ନାମ ଲେଖା ସୁନିଶ୍ଚିତ କରିବା। ଧନ୍ୟବାଦ। ନମସ୍କାର।